ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ ନମ୍ବର 65ରେ କେକେଆର୍ ବନାମ ଏମ୍ଆଇ ପରସ୍ପର ସହ ଭେଟିଥିଲେ, ଯେଉଁଥିରେ ମନୀଷ ପାଣ୍ଡେଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସରେ କେକେଆର୍ ବିଜୟ ଲାଭ କରିଥିଲା 4 ୱିକେଟରେ। ମନୀଷ ପାଣ୍ଡେ 45 ରନର ବିଜୟୀ ଇନିଂସ ଖେଳିଥିଲେ, ଯେଉଁଥିରେ ସେ 6ଟି ଚୌକା ମାରିଥିଲେ। ତେବେ ଭିଡିଓରେ ଆଗକୁ ବଢିବା ଆଗରୁ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। କେକେଆର୍ ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ଏମ୍ଆଇ ବ୍ୟାଟର ହାର ମାନିଥିଲେ। ଏମ୍ଆଇ ପାୱାରପ୍ଲେ ଭିତରେ 4ଟି ବଡ଼ ୱିକେଟ୍ ହରାଇ ମାତ୍ର 46 ରନ୍ କରିଥିଲା। କେକେଆର୍ ବୋଲର କ୍ୟାମରନ୍ ଗ୍ରୀନ୍ ଏବଂ ସୌରଭ ଦୁବେ 2ଟି ଲେଖା ୱିକେଟ୍ ନେବାରେ ସଫଳ ହୋଇଥିଲେ। ପାୱାରପ୍ଲେ ଭିତରେ ଦ୍ୱିତୀୟ ଓଭରରେ ଲଗାତାର ୱିକେଟ୍ ପଡ଼ିଥିଲା, ଯେଉଁଥିରେ ରିଆନ୍ ନିକୋଲଟନ୍ ଏବଂ ନମନ ଧୀର କ୍ୟାମରନ୍ ଗ୍ରୀନଙ୍କ ହାତରୁ ଆଉଟ୍ ହୋଇଥିଲେ। ପରେ ରୋହିତ ଶର୍ମା ଏବଂ ସୂର୍ୟା 15-15 ରନ୍ କରି ଆଉଟ୍ ହୋଇଥିଲେ ସୌରଭ ଦୁବେଙ୍କ ହାତରୁ। ଉପର ଅର୍ଡର ପତନ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ମଧ୍ୟ ଭାଗକୁ ସମ୍ଭାଳିଥିଲେ। ଦୁହିଁଙ୍କ 43 ରନ୍ର ଭାଗିଦାରୀ ଦଳକୁ 84 ରନ୍ରେ ପହଞ୍ଚାଇଥିଲା। ତିଲକ ବର୍ମା 20 ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା 36 ରନ୍ରେ ଆଉଟ୍ ହୋଇଥିଲେ। ଶେଷରେ କାର୍ବିନ୍ ବଚ୍ 18 ବଲ୍ରେ 32 ରନ୍ର ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ। ତାଙ୍କୁ ସାଥ ଦେଇଥିଲେ ୱିଲ୍ ଜ୍ୟାକ୍ସ ଏବଂ ଦୀପକ ଚହର। ୱିଲ୍ ଜ୍ୟାକ୍ସ 14 ରନ୍ ଏବଂ ଦୀପକ ଚହର 10 ରନ୍ କରିଥିଲେ। ଦଳ 148 ଟାର୍ଗେଟ୍ ଛିଡ଼ା କରିଥିଲା କେକେଆର୍ ଆଗରେ, ଯାହାକୁ ପିଛା କରି କେକେଆର୍ 4 ୱିକେଟରେ ବିଜୟ ଲାଭ କରିଛି। ତେବେ କେକେଆର୍ ପାୱାରପ୍ଲେ ଭିତରେ 51 ରନ୍ କରି 2ଟି ୱିକେଟ୍ ହରାଇଥିଲା। ପ୍ରଥମେ ଫିନ୍ ଏଲେନ୍ ବୋଲ୍ଡ ହୋଇଥିଲେ 8 ରନ୍ରେ। ପରେ ରାହାଣେ ଏବଂ ମନୀଷ ପାଣ୍ଡେଙ୍କ 38 ରନ୍ର ପ୍ରାରମ୍ଭିକ ଭାଗିଦାରୀ ହୋଇଥିଲା। ତେବେ ଏମ୍ଆଇ ବୋଲର କାର୍ବିନ୍ ବୋସ୍ 2ଟି ୱିକେଟ୍ ନେଇ କେକେଆର୍କୁ ଚକମା ଦେଇଥିଲେ। ସେ ଅଜିଙ୍କ୍ୟ ରାହାଣେ ଏବଂ କ୍ୟାମରନ୍ ଗ୍ରୀନଙ୍କୁ ଆଉଟ୍ କରିଥିଲେ। ରାହାଣେ 21 ରନ୍ କରିଥିବା ବେଳେ ଗ୍ରୀନ୍ ମାତ୍ର 4 ରନ୍ କରିଥିଲେ। ପରେ ମନୀଷ ପାଣ୍ଡେ ଏବଂ ରୋମାନ ପାୱେଲଙ୍କ 64 ରନ୍ର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ରେ ଦଳ 118 ରନ୍ କରିଥିଲା, ଯେଉଁଥିରେ ମନୀଷ ପାଣ୍ଡେ ବିସ୍ଫୋରକ 45 ରନ୍ର ପାରି ଖେଳିଥିଲେ। ଅନ୍ୟପଟେ ରୋମାନ ପାୱେଲ 40 ରନ୍ କରିଥିଲେ। ଶେଷରେ ତେଜସ୍ୱୀ ଦହିୟା 11 ରନ୍ର ପାରି ଖେଳିଥିଲେ। ତାଙ୍କୁ ସାଥ ଦେଇ ରିଙ୍କୁ ସିଂ 9 ରନ୍, ଅନୁକୁଲ ରୟ 4 ରନ୍ରେ ନଟ୍ ଆଉଟ୍ ରହିଥିଲେ ଏବଂ ମ୍ୟାଚଟିକୁ ଜିତାଇ ଦେଇଥିଲେ। ତେବେ ମନୀଷ ପାଣ୍ଡେଙ୍କୁ 45 ରନ୍ର ବିଜୟୀ ଇନିଂସ ପାଇଁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା।